चंद्रावती तुली शज्या छाड़ी छाड़ी गजदंत पलंक छाड़ी ठीक घरर गोटे कोणे मुह टिकी सुकेइकिरी गुमानी हेकिरी बसी शिव गुमानी हुई प्रिया बसीची शांबघन आसी चाहि दियंती हाँ प्रियांकर मुखरे हर्ष नाही तिले मात्र हर्ष नाही कहउछंती प्रिये हऊ तुमे जो आज ये गुमान करिछ ए गुमान मु तो स्वप्न रे केबे देखि नथिली आज ए गुमान तुम मन रे काहीकि बोली मानभंग रूपदे कोन कहउछंती कहिले सखी रे मो हृदय मणिमय हारा रे तू ही पोरा सही तू ही पोरा हाँ मो हृदय मणिमय हारा रे तू ही पोरा सही तू ही पोरा किरे प्राण नायिका ओ माय डियर डार्लिंग एमती कहउथले ए तू कहिथिले एमती कहिथांदे अयोग्य हाँ सही तू मोर सकल संपद रे सही तू मोर सकल संपद मदन खणीर दन विसगद अखिल भव आखण्ड पदरे अखिल विभव हाँ आखुंडल पद आरोहण परम पोरा रे तू ही पोरा सही तू ही पोरा प्रिय न मंडी बुसीना मोर स्थल रे न मंडी भूषिना मोर स्थल हृदय जीवु परिके मुकळ मन गगन तट समुद्र रे मन गगन हाँ तट समुद्र उदय निर्मल तारा रे तू ही पोरा सही तू ही पोरा अरे भाई जिते प्रकार कहले मध्य गुमान भांगी पाले नाही अच्छा फेर पदे कहउछंती कोन कहिले सखी रे अच्छा सार सज सारो लपना रे साज म परिषद कोपना रे ये बिना जिना बोतना किना जने बिमना रे बिना बिना दिना बोतना हाँ किना जने बिमना हेउ की पाई स्नेह अधीना रे रे सखी कर धरुछि ओना मथा पोती बसना रे कर धरुछि ओना मथा पोती बसना गोपाल कृष्ण धोया तेजना रे सारो सज सारो लपना रे
ଯେତେବେଳେ ବହୁତ ଅନୁରୋଧ କଲେ ହଁ ଥର ଗୁମାନ ଭାଙ୍ଗି ଭାଙ୍ଗି କଣ କହିଲେ ନାରଦ ଦେଇଥିବା ଫୁଲଟି ଆଣି ଶାମ୍ବଙ୍କ ହାତରେ ବଢେଇ ବଢେଇ ଦେଇ କଣ କହିଲେ ହେ ନାଥ ଆଚ୍ଛା ଏଇ କ୍ଷଣି ନାରଦ ମହର୍ଷି ଆସିଥିଲେ ଆସିଥିଲେ ମୋତେ ଫୁଲଟି ଦେଇ କହିଛନ୍ତି ତୁମେ ସ୍ୱର୍ଗରୁ କନକ ଚମ୍ପା ଦୋଷଟି ଆଣିଲେ ଆଚ୍ଛା ଆମେ ଗୋଟେ ବ୍ରତ କରିବା ହଁ 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 ବ୍ରତ କଲେ ଆମର ସନ୍ତାନଟିଏ ହବ ଆଚ୍ଛା ଏ କଥା ଶୁଣି ଶାମ୍ବଘନ ଟିକେ ହସିଦେଲେ ହସିଦେଲେ ହସା ଲାଗିଲେ ହସିବନି କିରେ ହସିବାର କାରଣ କହିଲେ ପ୍ରିୟେ ଆଚ୍ଛା ହରେ ଛାର କଥା ପାଇଁ ତୁମେ ଏପର୍ଯ୍ୟନ୍ତ ଗୁମାନୀ ହେଇକି ବସିଥିଲ ଏଇଟା ଗୋଟେ ସାମାନ୍ୟ କଥା ମୋ ବାପାଙ୍କର ଭୃତ୍ୟ ହଉଛନ୍ତି ଇନ୍ଦ୍ର ହଁ ଆମକୁ ସେ ସୁନା ଚମ୍ପା କାଲି ସକାଳୁ ସ୍ୱର୍ଗକୁ ଯାଇ ତୁମ ପାଇଁ 10ଟା କଣରେ ହଁ 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 10 ଭାର ସ୍ୱର୍ଣ୍ଣ ଚମ୍ପା ଆଣିଦେବି ଚନ୍ଦ୍ରାବତୀ ଅତି ଆନନ୍ଦ ହୋଇ ହଁ ସରରସର ବ୍ୟଞ୍ଜନ ଶାମ୍ବଙ୍କୁ ଭୋଜନ ପାଇଁ ପରିବେଷଣ କଲେ ଠିକ ଶାମ୍ବଘନ ଭୋଜନ ସାରି ହଁ ବିଚିତ୍ର ରତ୍ନ ପଲ୍ଲଙ୍କରେ ଗଜଦନ୍ତ ପଲ୍ଲଙ୍କରେ ଶୟନ କରିଛନ୍ତି ହଁ ଚନ୍ଦ୍ରାବତୀ ପଦ ମଞ୍ଚାଳୁଛନ୍ତି ଆଚ୍ଛା ସେ ରାତି ଯାକ ଶାମ୍ବକୁ ନିଦ ହଉନି ରେ ଭାଇ ନିଦ ହଉନି କାହିଁକି ଜାଣିଛୁ ନା ତା ଶୋଇବା ସେଜରେ ଓଡଛ ଥିବ ଆଉ କଣ? ହେକ୍! ହଁ। ଆରେ ଭାବୁଛନ୍ତି ମୁଁ ତ ସ୍ୱର୍ଗକୁ କେବେ ଯାଇନି ଆଚ୍ଛା ଆଚ୍ଛା ଯଦି ଫୁଲ ନ ଆଣିପାରେ ହଁ ହଁ ମୁଁ ପ୍ରିୟା ଆଗରେ ଯାହା ଗର୍ବ କରି କହିଲି କହିଥିଲି ମୋର କ'ଣ ଇଜ୍ଜତ ଆଉ ଆଉ ରହିବ ରହିବନି ଏଇ କଥା ଭାବି ନିଦ ହଉନି ନିଦ ହଉନି ଏଣେ ଚନ୍ଦ୍ରାବତୀ କି ମଧ୍ୟ ନିଦ ହଉନି ତାକୁ କାହିଁକି ନିଦ ହଉନି ଆରେ ସେ ଭାବୁଛନ୍ତି କେତେବେଳେ ରାତି ପାଇବ ଓହୋ କେତେବେଳେ ରାତି ପାହିବ ବୋଲି ମୋ ସ୍ୱାମୀ ଫୁଲ ଆଣିଲେ ମୁଁ ବ୍ରତ କରିବି ହଁ 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 ଏଇ ଚିନ୍ତା କରି କରି ନିଦ ନାହିଁ ଆଚ୍ଛା ଦେଖୁ ଦେଖୁ ପାହାନ୍ତିଆ ହେଲା ରାତି ପାହିଗଲାଣି କହିଲେ ହେ ନାଥ ହଁ ରାତି ପାହିଲାଣି ପାହିଲାଣି ତୁମେ ଆଉ କେତେବେଳେ ସ୍ୱର୍ଗପୁରୀ ଯିବ କ'ଣ କହୁଛନ୍ତି ହଁ, ହଁ। ରାତ ଭାଇ ଦାସକାଠିଆରେ ଗୋଟେ ପୁରୁଣା ଗୀତ ହେତୁ ପଡ଼ିଲା ପୁରୁଣା ଚୌପଦୀ ଗୋଟେ କ'ଣ ଯେ ହୁଁ, ହୁଁ। ହେ ସ୍ୱାମୀ ଆଉ? ରାତି ପାହି ଗଲା ହେ ହାତୀ ହୁଅ ପହୁଡ଼ ତେଜ ସୁପାତି ରାତି ପାହି ଗୋଲା ହେ ହାତୀ ବିଳସିଲେ କୁମୁ ଦେ ନିଦ ଅରି କୂଳ ହେଲେ ପ୍ରମୋଦ କରଟ କୁମ୍ଭାଟ ଚମକିର ଟନ୍ତେ କରଟ କୁମ୍ଭାଟ ଚମକିର ଟନ୍ତେ ବାଜିଲା ଅରୁଣେ କିରଣ କାନ୍ତି ରାତି ପାହି ଗଲା ହେ ହାତୀ ଫେରେ କ'ଣ କହୁଛନ୍ତି ହୁଁ। ହେ ନାଥ ଫିଟାଇଲେ ପ୍ରାଚୀ ତୋରଣ ଅରୁଣ ବରଣା ଉଷା ସୁନ୍ଦରୀ ପୌର୍ଣ୍ଣମାସୀର ବି ସ୍ୱର୍ଣ୍ଣ ରଥ ଚକ୍ର କାଟିଲା ସିନ୍ଧୁ ଲହରୀ ସବିତା ବିହୁନେ ଥିଲା ପ୍ରାଚୀ ବାଳା ବିରହ ଦୁଃଖେ ବିଧୁରା ସମାଗମେ ଏବେ ଗଣ୍ଡେ ସୁନ୍ଦରୀର ଫିଟିଲା ଲାଜ ସିନ୍ଦୁରା ଆହା ଫିଟିଲା ଲାଜ ସିନ୍ଦୁରା ହଏ ସୁନ୍ଦରା ଫାଟିଲାଣି ହଁ ରାତି ପାହିଲାଣି ରାତି ପାହିଲାଣି ତୁମେ ଯିବ ପରା ଆଉ କେତେବେଳେ ସ୍ୱର୍ଗକୁ ଯିବ ଶାମ୍ବଘନ ଆଖି ମଳି ମଳି ଚାହିଁଦେଲେ ଯେ ରାତି ପାହିଗଲାଣି ରାତିଟା ପାହି ଯାଉଛି ସ୍ନାନ ମାର୍ଜନା ସାରି ଆଚ୍ଛା ବେଶଭୂଷା ହୋଇ ହୋଇ ରଥ ସଜ କରି ହୁଁ ପ୍ରିୟାଙ୍କ ମନ୍ଦିରରେ ପହଞ୍ଚି ବିଦାୟ ମାଗୁଛନ୍ତି ଖାଲି ବିଦାୟ ବୋଇଲେ ଆଉ କ'ଣ କହିକିରି ଯିବେନି କିରେ ଅଯୋଗ୍ୟ କହିଲେ ହେ ନାଥ ଆଚ୍ଛା ଯାଉଛ ହଁ ଯାଉଛ ଯେ ଭଲ ଫୁଲ ତ ଆଣିବ ବ୍ରତ କରିବା ଆଣିବ ତ ଆଣିବ କିନ୍ତୁ ହଁ। କେତୁଡ଼ିଏ ହଉ ଉପଦେଶ ମୋର ଶୁଣନ୍ତୁ ମାନି କରି ଚଳିବ କ'ଣ କ'ଣ ଯେ ଯଦି ବିଦେଶକୁ ଯିବ ମୋ ପାଇଁ ହଁ କ'ଣ କ'ଣ ବିଦେଶରୁ ଆଣିଦେବ ଏମିତି କହୁଥିଲେ ଆହେ ସୁନାରୀ ପାଖକୁ ଯିବ ସୁନାରୀ ପାଶେ ନ ଯିବ ସୁନାରୀ ପାଶେ ନ ଯିବ
ସୁନାରୀ ପାଖକୁ ଯିବ ସୁନାରୀ ପାଖକୁ ଗଲେ ଭବ ବନ୍ଧନେ ପଡ଼ିବ ନାଥ ହେ ବିଦେଶ ଯିବ। ଦେଖିଲୁ ନା ହଁ ଏଠି କବି କହୁଛନ୍ତି ସୁନାରୀ ପାଖକୁ ଯିବ ଯିବ ଫେରେ କହୁଛନ୍ତି ଯିବନି। ଆଚ୍ଛା କାହିଁକି ଯେ ଇଏ କହୁଛନ୍ତି ହେ ନାଥ ହଁ ହଁ ବିଦେଶରୁ ଫେରିବା ସମୟ ସୁନାରୀ ପାଖକୁ ଯିବ ଯିବ ତା ପାଖକୁ ଯାଇ ମୋ ମୋ ପାଇଁ- ପାଇଁ ଚେନ୍ ରିଙ୍ଗ ଦୁଲ ଫୁଲ ଆଣିଲେ ପିନ୍ଧନ୍ତି। କିନ୍ତୁ ସୁନାରୀ ପାଖେ ନ ଯିବ। ଆଚ୍ଛା ସୁନାରୀ ବୋଲେ କ'ଣ ବୁଝୁଛୁ ନା? ଆଉ କ'ଣ ଥିବ ଅର୍ଥ? ଆରେ ସୁନ୍ଦର ସ୍ତ୍ରୀ ହଁ 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 ଯୋଉଠି ଅଛନ୍ତି ଭୁଲରେ ସେଠିକି ଯିବନି। ଗଲେ ତାର ତାର ଭବବନ୍ଧନ ରଜ୍ଜୁରେ ହୁଁ ତୁମେ ବାନ୍ଧେଇକି ରହିଯିବ ଏଇଭଳିଆ ନୀତି ଶିକ୍ଷା ପାଇ ପାଇ ଶାମ୍ବଘନ ରଥ ଉପରେ ବିରାଜମାନ କଲେ। ବିରାଜମାନ କରିଲେ। ଶାମ୍ବଘନ ରଥ ଉପରେ ବିରାଜମାନ କଲେ। ବିରାଜମାନ କରିଲେ। ଉଠ ଉଠ ବୋଲିଣ ଅଶ୍ୱକୁ ଦେଲେ ଚାଳି ଯେ ରାମ ଗୋବିନ୍ଦ ରାମ ଆହା ଭଜ ଗୋବିନ୍ଦ ରାମ। ଉଠ ଉଠ ବୋଲିଣ ଅଶ୍ୱକୁ ଦେଲେ ଚାଳି ଯେ ରାମ ଗୋବିନ୍ଦ ରାମ ଆହା ଭଜ ଗୋବିନ୍ଦ ରାମ। ଆକାଶ ମାର୍ଗକୁ ଦେଖ ରଥ ଗଲା ଚଳି ଯେ ଗଗନେ ଉଡ଼ିଲା ବଗ ହଁ ଆକୁଆ ବୁଢ଼ାକୁ ପାକେଇ ବୁଢ଼ୀ ଯେ ଏ ହାଙ୍ଗର ନୂଆ ଭାବ। 2 ଦିନ ପର୍ଯ୍ୟନ୍ତ ଚଳଇ ବିମାନ ଯେ ଉଷୁନା ଧାନର ମାଟି ହଁ ବୁଢ଼ୀ ଯାଇଥିଲା ମସଲା ବାଟି ଯେ ବୁଢ଼ା ପେଲି ଦେଲା ତାଟି। ପ୍ରବେଶ ହୋଇଲେ ଯାଇ ନନ୍ଦନ କାନନ ଯେ ଧାନର ଧାନ ଗାଡ଼ି ଆଚ୍ଛା ଅଣ୍ଟ କରିଥିଲା ନବନା ଗରିତା କୁକୁର ହେଲା ଭଗାରୀ। ଇଏ କିସ ହେଲା ରେ? ଭୁକିଦେଲା। ହଟ୍। ଅଯୋଗ୍ୟ ହଁ ଶାମ୍ବଘନ ହଁ ଇନ୍ଦ୍ରଙ୍କର ନନ୍ଦନବନ ଭିତରେ ପହଞ୍ଚି ଆଚ୍ଛା କନକ ଚମ୍ପା ଫୁଲ କୋଉଠି କୋଉଠି ଅଛି ବୋଲି ବନରେ ଗିରି ବୋଲି ଖୋଜିଲେ। ଗିରି ଗିରି ବୁଲି ଖୋଜୁଛନ୍ତି। ଆଚ୍ଛା ଖୋଜି ଖୋଜି ହଁ ଜଙ୍ଗଲର ମଧ୍ୟଭାଗରେ ପହଞ୍ଚି ଗଲେ। ହେଲା କ'ଣ ଦେଖିଲେ ସୁନ୍ଦର ପୁଷ୍କରଣୀଟିଏ ଅଛି। ଅଛି? ଗଙ୍ଗାରୁ ନିର୍ମଳ ହୋଇ ପୁଷ୍କରଣୀ ପାଣି ହଁ ପୁଷ୍କରଣୀ ହିଡ଼ରେ ଠିଆ ହୋଇ ହଉ ଯେତେବେଳେ ପୂର୍ବ ଦିଗକୁ ଚାହିଁ ଅନେଇ ଦେଲେ। ସୁବର୍ଣ୍ଣ ଚମ୍ପା ବୃକ୍ଷ ବିରାଜି ଦିଶଇ ଆହା ପତ୍ରମାନେ ଦିଶୁଛନ୍ତି ହୀରାକଣି ପରି ହଁ କହିଲେ ନ ସରଇ ଫୁଲର ମାଧୁରୀ। ମାଧୁରୀ ଏହା ଦେଖି ଶାମ୍ବଘନ ଆନନ୍ଦ ହୋଇ ହୋଇଲେ ଯେ ଆନନ୍ଦ ହୋଇଲେ। ଅଶ୍ୱକୁ ଚଲାଇଣ ହରସ ହରେ ଗଲେ ହରସ ରେ ଗଲେ ଅଶ୍ୱକୁ ଫିଟାଇ ହେ ବୃକ୍ଷରେ ଖଟାଇ ବୃକ୍ଷର ଉପରେ ବୀର ଚଢିଲେ କଜାଇ। ରାମ ଗୋବିନ୍ଦ ହଁ। ଗୋବିନ୍ଦ ରାମ ରାମ ରାଜୀବ ଲୋଚନ ଘନ ବରଣ ଶ୍ୟାମ। ଶାମ୍ବଘନ ଆଚ୍ଛା ଅତି ଆନନ୍ଦ ହୋଇ ହୋଇ ଅଶ୍ୱକୁ ଫିଟାଇ ଫିଟାଇ ବୃକ୍ଷରେ ଖଟାଇ ହଁ ବୃକ୍ଷ ଉପରେ ଚଢି ଫୁଲ ତୋଳୁଛନ୍ତି। ଗୋଟିଏ ପୁଷ୍ପ ତୋଳି ସେ କୃଷ୍ଣଙ୍କ କୃଷ୍ଣଙ୍କର ପୋଇ ରାତି ପାହି ଗଲା କି ବୋଲି ମନରେ ଭାବ ରାତି ପାହି ଗଲେ ଯେ ଜାଣିବ ସୁନା ଶିର ନ ଛାଡ଼ିବ ଫୁଲକୁ ଯେ ଲାଗିବ ସମର ସମର କଲେ ଯେ ମୋହର ଭୟ ନାହିଁ କଣ୍ଠ ଗଡ଼ି ଗଲେ ମରିବ ପ୍ରାଣ ସହି। ଆରେ ଭାଇ ଆଁ ଗୋଟିଏ ଫୁଲ ତୋଳି ଭାବୁଛନ୍ତି ଶାମ୍ବଘନ ରାତି ପାହି ଗଲା ରାତି କି ପାହିଗଲାଣି। ରାତି ଯଦି ପାହିବ ଇନ୍ଦ୍ର ଜାଣିବ ଫୁଲ ଛାଡ଼ିବ ନାହିଁ ହଁ ଯୁଦ୍ଧ ଲାଗିବ। ଯୁଦ୍ଧ ଲାଗିବ। ଲାଗୁ ଯୁଦ୍ଧକୁ ମୋର ଭୟ ନାହିଁ ଭୟ ନାହିଁ। କିନ୍ତୁ ମୋ ଯୋଉ ପ୍ରିୟାକୁ 4 ଦିନ କଣ୍ଟ ଦେଇ ଆସିଛି ହଁ 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 ସେଥିରୁ କ୍ଷଣ ମାତ୍ର ସମୟ ଅତିବାହିତ ଅତିବାହିତ ହେଲେ ମୋ ବିହୁନେ ପ୍ରିୟା ଆଉ କ'ଣ ଜୀବନ ରଖିବ? ଆଚ୍ଛା ଦିନ ରାତି ବସି କାନ୍ଦୁଛି। କାନ୍ଦୁଥିବ ବୋଲି ଭାଇ ଏଠି କବି ସମ୍ରାଟ ଭଞ୍ଜଙ୍କର ଗୋଟିଏ ପଦ ଆସୁ ଆସିଛି କ'ଣ କ'ଣ ଭାବୁଛନ୍ତି? ହଉ ବସି କାନ୍ଦୁଥି ଶିବ ମାନିନୀ ପ୍ରାଣ ସଜନୀ
ପ୍ରାଣ ସଜନୀ ବସି କାନ୍ଦୁଥିବ ମାନିନୀ ଅଗରୁ ଚନ୍ଦନ ବିଷ ଅଗରୁ ଚନ୍ଦନ ବିଷ ସମସ୍ତେ ମଣୁ ଥିବନି ବସି କାନ୍ଦୁଥିବ ମାନିନୀ ଆହୁରି କ'ଣ କରୁଥିବଣି ଗୁନ୍ଥିଣ ଗୟସ ହାର ପୂଜୁଥିବ ସେ ଶଙ୍କର ମୋ ବିଚ୍ଛେଦରା ବୋର ମୋ ବିଚ୍ଛେଦରା ବୋର ଉଚ୍ଛନ୍ନ ହୋଇ ଜୀବଣୀ ବସି କାନ୍ଦୁଥିବ ମାନିନୀ ଆରେ ଭାଇ କବି ସମ୍ରାଟ ଭଞ୍ଜତ ପଦେ ଲେଖିଲେ ଆଚ୍ଛା ଆଚ୍ଛା ଆମର ଦାସକାଠିଆର ପୁରୁଣା ଚୌପଦୀରୁ ଆଉ ଗୋଟିଏ ପଦ ଜଣେ ଲେଖିଲେ କ'ଣ କ'ଣ କହୁଛନ୍ତି ଲେଖିଲେ ଜବା ଧରିକି ଯାହା ଛାଡ଼ି ଅଇଲି ହଉ କେତେ ଦିନ ଯିବ ତ ଭେଟ ନୋହିଲି ଜବା ଧରିକି ଛାଡ଼ି ଯାହା ଅଇଲି ଝୁରି ଝୁରି ତନୁ ତାର ହେବଣି କ୍ଷୀଣ ଝଞ୍ଜା ବାତ ବହୁଥିବ ନାସା ପବନ ଝୁଲାଇ ନାସାମଣି ହଲାଇବ ଶୁଣି ଝସକେ ତୁଙ୍କରାବ କର୍ଣ୍ଣରେ ଶୁଣିବଣି ଝିନ ବସନି ନବ ଛଇଲି ଜବା ଧରିକି ଛାଡ଼ି ଯାହା ଅଇଲି ତାକି ରହିଥିବ ପ୍ରିୟେ ନବ ଛଇଲା ଟୋପରେ ବିଧାତା ମୋତେ ପକାଇ ଦେଲା ଟଳ ହୋଇନ ଟଳୁଥିବ ତା ପ୍ରାଣ ଟଙ୍କଧର ନାଥଙ୍କୁ କରୁଥିବ ସ୍ମରଣ ତସ୍କର ପରାୟ ମୁଁ ହୋଇଲି ଜବା ଧରିକି ଛାଡ଼ି ଯାହା ଅଇଲି এইভଳିଆ ପ୍ରିୟାର କଥା ମନରେ ଭାବୁଛନ୍ତି ଏଇ ସମୟରେ ରାତି ପାହି ପାହି ଆସୁଛି ରାତିଟା ପାହି ଯାଉଛି ଯେତେବେଳେ ରାତି ପାଉଛି ଏମନ୍ତ ସମୟରେ ଇନ୍ଦ୍ରଙ୍କ ନାତୁଣୀ ସୁଦର୍ଶନ ଝିଅ ସ୍ୱଭାବତୀ ନାମ ପୁଣି ସହସ୍ରେ ଗନ୍ଧର ସେବାରେ ଲାଗିଛନ୍ତି ସ୍ନାନକୁ ବିଜେ କରି ଆସୋଇ ଯୁବତୀ କେବଳ କାମିନୀ କେବଳ ନା କରି ତାର କେଶ କୁରୁଛି କେବଳ ନା କରି ତାକୁ ଚାମର ଢାଳୁଛି ଏପରି ସୁନ୍ଦରୀ କନ୍ୟା ତିନି ପୁରେ ନାହିଁ ରମା ମେନକାରୁ ବସି ତାକୁ ସରି ନୋହି ତିନି ପୁର ମୋହିନୀ ହେ ଉପାମାଡ଼ ନାହିଁ ଦେହର କାନ୍ତିରେ ଦଶ ଦିଗ ଚମକଇ ରାମ ଦେ ରାମ ରାମ ଦେ ନବୀନ ସୁନ୍ଦର ଶ୍ୟାମ ଦେ ଭାଇ ଇନ୍ଦ୍ରଙ୍କର ନାତୁଣୀ ଶୋଭାବତୀ ସୁରସେନଙ୍କର ଝିଅ ଶୋଭାବତୀ ଆଚ୍ଛା ସେଇ ପୁଷ୍କରଣୀ କି ସ୍ନାନ କରିବାକୁ ଆସୁଛି ପାହାନ୍ତିଆ ସମୟ ଏ ସମୟରେ ଦକ୍ଷିଣା ପବନ ଝର 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 ବହୁଛି ବସନ୍ତ ପବନ ବହୁଛି ଫୁଲମାନଙ୍କୁ ଭ୍ରମର ମାନେ ଚୁମ୍ବଦାନ ଦେବା ଦେଖି ଏହା ଦେଖି ଶୋଭାବତୀ କାମ ବିହୋଳରେ ସୁଜ୍ଞାନେ ଦାସୀ ମାନଙ୍କୁ ଚାହିଁ କହି ସଧୀରେ ଦାସୀ ମାନେ ଲୋ ତୁଳସୀ କୁସୁମେଲ ପୂଜିବା ପଶୁପତି ଶୁଣ ଜନେ ଅଳ୍ପକେ ଘଟାଇବେ ଆମ୍ଭଙ୍କୁ ସେ ପତି ଜୟ ରାମ ଭଜ ରାମ ହେ ଶୋଭାବତୀ ଦାସୀ ମାନଙ୍କୁ କହୁଛି ରେ ସଙ୍ଗାତ ରେ ସଖୀ ଦେଖୁ ଦେଖୁ ମୋର ଯୁବା ବୟସ ଚାଲି ଯାଉଛି ଏଣୁ ଆଜି ସମସ୍ତେ ଶିବ ସେବା କରିବା ଆଚ୍ଛା ଆଚ୍ଛା ଶିବ ସେବା କରିଲେ କାହିଁକି ଜାଣିଛୁ ନା କାହିଁକି ଯେ ଅକର୍ମରେ କର୍ମଦାୟକ ଶିବ ଶିବ
ଅକର୍ମରେ କର୍ମଦାୟିନୀ ପାର୍ବତୀ ଠିକ ଏଣୁ ପ୍ରଭାତୁ ପ୍ରଭାତୁ ସକାଳୁ ସକାଳୁ ଲୋକ ଶିବାଳୟକୁ ଯାଆନ୍ତି ପ୍ରାୟରେ। ହଁ 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 କଣ କରନ୍ତି କଣ ଯେ କହୁଛନ୍ତି ହେ ପ୍ରଭୁ ମହାଦେବ ଆଚ୍ଛା ଭଜ ଶ୍ରୀ ମହାଦେବ ପୟର ଭଜ ଶ୍ରୀ ମହାଦେବ ପୟର ଭଜ ଶ୍ରୀ ମହାଦେବ ପୟର ନିତ୍ୟ ଦର୍ଶନ ପ୍ରାତଃ କାଳେ ଦେଖରୋଇନି ଦୁଃଖ ନ ରହେ ତିଳେ ସୁଖରେ ସଂସାରେ ଆରୋଗ୍ୟ ଶରୀର ଭଜ ଶ୍ରୀ ମହାଦେବ ପୟର। ଏଣୁ ରେ ସଖୀ ଏ ପ୍ରଭାତ ସମୟରେ ଆଚ୍ଛା ଆଜି ପୁଷ୍ପରେ ଶିବଙ୍କୁ ମଣ୍ଡନ କରି ପୂଜା କରିବା ସେ ମତେ ଉପଯୁକ୍ତ ପତି ଗଣ୍ଡେ ଦେବେ। କଣ କରିବେ ସନ୍ତୋଷ ହିଁ ପତି ଗଣ୍ଡେ ଦେବେ ଆଉ କଣ କେଡ଼େ ଅଯୋଗ୍ୟଟାରେ ତୁ ପତିର ଅର୍ଥ ତୁ ବୋଧହୁଏ ବୁଝିନୁ। ପତିର ଅର୍ଥ ଆପଣଙ୍କୁ କଣ ବୁଝା ପଡୁଛି? ଆରେ ସ୍ୱାମୀ କି କହନ୍ତି ପତି ଗଞ୍ଜେଇ ପତ୍ରକୁ ମଧ୍ୟ କହନ୍ତି ପତି। ମହାଦେବ ହଉଛନ୍ତି ଗଞ୍ଜେଇ ଖିଆ ମହାପ୍ରଭୁ ସେବା କରିଲେ ମୁଠାଟେ ଗଞ୍ଜେଇ ପତ୍ର ଦେଇ ବୋଲି ମୁଁ ଭାବୁଥିଲି। କେଡ଼େ ଅଯୋଗ୍ୟଟାରେ ତୁ ହଁ ଏଣୁ ତୁମେ ଯାଅ ଆଚ୍ଛା ପୁଷ୍ପ ତୋଳି ଆଣିବ ହଉ ଶିବଲିଙ୍ଗରେ ମଣ୍ଡନ କରିବା। ଆଚ୍ଛା ତାର ଗୋଟେ ବିଶ୍ୱାସୀ ଦାସୀ ଥାଏ ଆଚ୍ଛା ତା ନା ଶକୁନ୍ତଳା ତାର ହାତ ଧରି ସ୍ୱଭାବତୀ କହୁଛି ରେ ସଖୀ ରେ ମୋର ଯୁବାବ ସରି ଗଲା ଗୋ ମିତ ଯୁବାବ ସରି ଗଲା ଗୋ ପାଚଲା ଫଳରୁ ମଧୁ ପୂଜିଲେ ଆଉ କି ତହିଁରୁ ବହିବ ରସ ସରି ଗଲା ଗୋ ମିତ ଯୁବା ବୟସ ସରି ଗଲା ଗୋ ରେ ସଖୀ ବନରେ ଯୋଉ ମାଳତୀ ଫୁଲ ଫୁଲ ଯୋଉଠି ଫୁଟି ସେଇଠି ଝଡ଼ିଯାଏ ଆଉ ସେ ବାସନା କିଏ ପାଇପାରିଲାନି ମୁଁ ସେମିତି ହେଇଗଲି। ବନର ମାଳତୀ ପରି ହୋଇଲେ ସହଚରୀ ଠିକ ବିକଶିତ ପୁଷ୍ପ ପରାୟ ହୋଇଲି ଝଡ଼ିଲା ଫୁଲରେ ଥାଏ କି ବାସ ସରି ଗଲା ଗୋ। ଶକୁନ୍ତଳା କହୁଛି ସଖୀରେ ରିମିତ ହରେ ଏଇଟା ସାମାନ୍ୟ କଥା ଏଇଟା ଗୋଟେ ସାଧାରଣ କଥା ଆ ପାଇଁ ତୁ ଗୁମାନ କରୁଛି। ହଁ ୟା ପାଇଁ କଣ ଗୋଟେ ଗୁମାନ ନିଶ୍ଚୟ ତୋର ଉପଯୁକ୍ତ ପତି ଆଚ୍ଛା ବିଧାତା ତୋ ପାଇଁ ରଖିଛି ନିଶ୍ଚୟ ତୁ ପାଇବୁ। ଆ ପାଇଁ ତୁ ଆଉ କିଛି ଗୁମାନ କରନା ହଁ ଏୟା ବୋଲି ହଉ ଦୁଇ ସଖୀ ଯାକ ଆଚ୍ଛା ହାତ ଧରା ଧରି ହୋଇ ଯାଉଛନ୍ତି। ହେଲା କଣ କୋଉଠିକି ଗଲେ ହଁ ପୁଷ୍କରିଣୀ କୂଳରେ ପହଞ୍ଚି ଆଚ୍ଛା ପାବଚ୍ଛ ଉପରେ ବସି ସ୍ନାନ ମାର୍ଜନା ସାରି ଠିକ ଶକୁନ୍ତଳା ଦାସୀ ହଉ ସ୍ୱଭାବତୀ କି ବେଶ ପିନ୍ଧେଇଲେ ସୁନ୍ଦର ବେଶଟି ପିନ୍ଧୁଛନ୍ତି। ଭାଇ ଆଚ୍ଛା ଏଇ କାର୍ଯ୍ୟକ୍ରମ ହଁ ଏଇଠି ଆମେ ଆଚ୍ଛା ରଖିବା।